ନୂଆ ବର୍ଷର ପହିଲି ସକାଳର ଆଜି ମା ତାରିଣୀଙ୍କର ପହିଲି ଆଳତି। ତେବେ ଆଜି ଏହି ପହିଲି ସକାଳର ବା ନୂଆ ବର୍ଷର ପହିଲି ସକାଳର ମା ତାରିଣୀଙ୍କର ପହିଲି ଆଳତି ଆଜି କିଭଳି ଥିଲା, ଆମ ପାଖରେ ମୁଖ୍ୟ ପୂଜକ ଏଠି ଉପସ୍ଥିତ ଅଛନ୍ତି। ଆମେ ତାଙ୍କଠାରୁ କିଛି ପ୍ରତିକ୍ରିୟା ନେବା। ଆଜ୍ଞା ନମସ୍କାର। ନମସ୍କାର। ଆଜି ମା ତାରିଣୀଙ୍କର ନୂଆ ବର୍ଷର ପହିଲି ସକାଳର ପହିଲି ଆଳତି ଆଜି କିଭଳି ଥିଲା, ସେ ବିଷୟରେ ଟିକେ କ'ଣ କହିବେ? ଜୟ ମା ତାରିଣୀ। ଆଜି ପବିତ୍ର ଇଂରେଜୀ ନବବର୍ଷ ମନ୍ଦିର ତରଫରୁ ସାରା ବିଶ୍ୱକୁ ଆମେ ସ୍ୱାଗତ ଜଣାଉଛୁ। ଆଜି ଏହି ନୂତନ ବର୍ଷରେ ମାଙ୍କର ସୁନାବେଶ ହୋଇଛି। ଆମେ ସେବାୟତ ମାନେ ବଡ଼ି ଭୋର ଆସି ମାଙ୍କର ସ୍ନାନ ମହାସ୍ନାନ ବା ମାର୍ଜନା କରିସାରିଲା ପରେ ମାଙ୍କୁ ସୁନାବେଶରେ ସୁସଜ୍ଜିତ କଲୁ ଏବଂ ତାପରେ ଷୋଡ଼ପଚାର ପୂଜା, ମଙ୍ଗଳ ଆଳତି ଏସବୁ ପୂଜା ହୋଇଯାଇଛି। ଆଉ ଆଜି ଯେଉଁ ଭକ୍ତମାନେ ବିଶ୍ୱାସ କରିକି ମାଙ୍କ ଦର୍ଶନ ପାଇଁ ଆସୁଛନ୍ତି, ସେ ମନରେ ଭାବିକି ଆସୁଛନ୍ତି ଆଜି ନୂତନ ବର୍ଷ, ମାଙ୍କ ପାଖରେ ଦର୍ଶନ କରିକି ଆସିଲେ ମୋର ଏ ବର୍ଷଟା ଶୁଭମୟ ହେବ, ସୁନ୍ଦର ଭାବେ କଟିବ। ଯେଉଁ ବିଶ୍ୱାସ ନେଇକି ଆସୁଛନ୍ତି ମା ମଧ୍ୟ ସେଇ ବିଶ୍ୱାସ ରଖୁଛନ୍ତି। ଆଉ ଶେଷରେ କ'ଣ କହିବା ଯେ ସାରା ବିଶ୍ୱର ମଙ୍ଗଳ ହେଉ। ଜୟ ମା ତାରିଣୀ, ଜୟ ମା ତାରିଣୀ, ଜୟ ମା ତାରିଣୀ। ଆଜି ହେଉଛି ମା ତାରିଣୀଙ୍କର ନବବର୍ଷର ପହିଲି ସକାଳର ପହିଲି ଆଳତି। ଆପଣ ଆମର ମୁଖ୍ୟ ପୂଜକ ଠାରୁ ଆପଣମାନେ ନିଶ୍ଚୟ ଶୁଣୁଥିଲେ। ତେବେ ଆଜି ଯେଉଁ ମା ତାରିଣୀଙ୍କର ନୂଆବର୍ଷ, ଏହି ନୂଆବର୍ଷରେ ଭକ୍ତମାନଙ୍କୁ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ଅନେକ କିଛି ସୁବିଧା କରିଛି ମା ତାରିଣୀ ଟ୍ରଷ୍ଟ ବୋର୍ଡ଼, ଯାହାଦ୍ୱାରା କି 20ରୁ 25 ଜଣ ଆଜି ପୂଜକ ନିୟୋଜିତ ଅଛନ୍ତି। କେବଳ ଭକ୍ତମାନଙ୍କୁ ମାଙ୍କ ପାଖରେ ଭୋଗ ଲଗାଇବା କିମ୍ବା ଦର୍ଶନ କରିବାରୁ ସେମାନେ ଆଜି ବହୁତ ଖୁସି ଲାଭ କରିବେ। ଘଟଣାରୁ ମାନସ କୁମାର ପେରିଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।